ନିଜର ମତାଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ଭୋଟରଙ୍କ ସାମ୍ବିଧାନିକ ଅଧିକାର। ମତଦାନ ଗଣତନ୍ତ୍ରକୁ ସୁଦୃଢ କରିଥାଏ। ତେଣୁ ସମସ୍ତ ଭୋଟର ନିଶ୍ଚିତ ଭାବେ ମତଦାନ କରିବାକୁ ଭାରତର ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏ କ୍ଷେତ୍ରରେ ପୁରୀ ହୋଟେଲ ସଂଘ ଆଉ ଏକ ପାଦ ଆଗେଇ ଯାଇ ମତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଭୋଟର ମାନଙ୍କୁ ଖାଦ୍ୟ ରିହାତି ଘୋଷଣା କରିଛନ୍ତି। ଯେଉଁ ଭୋଟର ମାନେ ମତଦାନ କରିଥିବାର ପ୍ରମାଣ ସ୍ୱରୂପ ଆଙ୍ଗୁଠିରେ ଇଣ୍ଡେଲେବୁଲ ଇଙ୍କ ବା ଅଲିଭା କାଳି ଲାଗିଥିବା ପ୍ରଦର୍ଶନ କରିବେ, ସେମାନଙ୍କୁ ପୁରୀର ବିଭିନ୍ନ ହୋଟେଲ ମାନଙ୍କରେ ଶତକଡ଼ା 20% ରିହାତି ମିଳିବ ବୋଲି ସଂଘ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ବୁଧବାର ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାକ୍ଷାତ କରି ଶ୍ରୀ ଦାସ ମହାପାତ୍ର ଏହି ସୂଚନା ଦେବା ସଙ୍ଗେ ସଙ୍ଗେ ପ୍ରଶାସନ ସହିତ ହୋଟେଲ ମାଲିକ ସଂଘ ମଧ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ କରିବାରେ ସହାୟତା କରିଚାଲିଛି ବୋଲି କହିଥିଲେ। ନିର୍ବାଚନରେ ନିୟୋଜିତ ସମସ୍ତ ପୋଲିଂ ଅଧିକାରୀଙ୍କୁ ପୁରୀ ହୋଟେଲ ସଂଘ ପକ୍ଷରୁ ଏସେନ୍ସିଆଲ କିଟ୍ ବା ସହାୟତା ଉପକରଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କିଟ୍ ରେ ଟୁଥବ୍ରଶ, ସାବୁନ, ତେଲ, ପାନିଆ, ରୁମାଲ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ହୋଟେଲ ସଂଘର ଏଭଳି ଉଦ୍ୟମ ପାଇଁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସଂଘକୁ ସାଧୁବାଦ ଜଣାଇବା ସହ ଏହା ମତଦାତା ମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ। ସେହିଭଳି ପୋଲିଂ ଅଫିସର ମାନଙ୍କୁ କିଟ୍ ପ୍ରଦାନ ପୋଲିଂ ଟିମ୍ ପାଇଁ ସହାୟକ ହେବା ସହ ଅନ୍ୟମାନଙ୍କ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏହି ଅବସରରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ହୋଟେଲ ସଂଘର ଉପସଭାପତି ତଳୁଛ ନୀଳକଣ୍ଠ ମହାପାତ୍ର, ରାଜକିଶୋର ପାତ୍ର, କାଶୀନାଥ ସାହୁ, ଦେବାଶିଷ କୁମାର, ସାଧାରଣ ସମ୍ପାଦକ କେଦାରନାଥ ଖୁଣ୍ଟିଆ, ଯୁଗ୍ମ ସମ୍ପାଦକ ବିଭୁଦତ୍ତ ସୁବୁଦ୍ଧି, ଉପେନ୍ଦ୍ର ନାୟକ, ଲିଗାଲ ଯୁଗ୍ମ ସମ୍ପାଦକ ହରେକୃଷ୍ଣ ଖୁଣ୍ଟିଆ, କୋଷାଧ୍ୟକ୍ଷ ରବି ନାରାୟଣ ସାହୁ, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।